ପୌଷ ମାସର ଥୁରୁଥୁରୁ ଶୀତ ସହିତ ଶୀତଦିନିଆ ସକାଳ ସୁନେଲି ସୂର୍ଯ୍ୟଙ୍କର କିରଣ, ତା ସହିତ ଛାତ ଉପରେ ଥିବା ମୋର ଏଇ ଛୋଟ ଫୁଲ ବଗିଚାର ସୁନ୍ଦର ମନୋରମ ଦୃଶ୍ୟ ବହୁତ ଶାନ୍ତିଦାୟକ ଆଉ ଆନନ୍ଦମୟ। ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣମାନଙ୍କୁ ଧନୁ ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା ଆଉ ଅଭିନନ୍ଦନ। ଆଜି ସକାଳଟି ମୋର ଏଇଠୁ ଆରମ୍ଭ ହେଇଥିଲା, ମୋର ଏଇ ଛୋଟ ଫୁଲ ବଗିଚାରୁ। ଛୋଟିଏ ବଗିଚାଟି, ଅଳ୍ପ ମାତ୍ରାରେ ଫୁଲ ଫୁଟୁଛି, ତଥାପି ତା'ର ଦୃଶ୍ୟ ଅତି ମନୋରମ। ବଗିଚାଟି ଅତି ଛୋଟ, ନୂଆ କରି ଫୁଲ ଫୁଟିଛି, ତୋଳିବାକୁ ଆଦୌ ମନ ନଥିଲା। ସେଇ ମାଆଙ୍କ ଦୟାରୁ ତ ସବୁ ପାଇଛି, ତ ମାଆଙ୍କୁ ନ ଦେଇକି ଆଉ କ'ଣ କରିବି। ସେଥିପାଇଁ ଫୁଲ ଗୋଟେ ପୁଅକୁ କହିଥିଲି, ତୋଳି ଆଣିଥିଲା। ମା ଲକ୍ଷ୍ମୀଙ୍କୁ, ଆମ ଘରର ଲକ୍ଷ୍ମୀ ମାନେ ମୋ ଶାଶୁ ମା, ଅର୍ପଣ କରିଥିଲେ। ଆଜି ଯେହେତୁ ଧନୁ ସଂକ୍ରାନ୍ତି, ଘରେ ଘରେ ପ୍ରଭୁ ଶ୍ରୀ ଜଗନ୍ନାଥ ଆଉ ମା ଲକ୍ଷ୍ମୀଙ୍କୁ ମୁଆଁ ପ୍ରସାଦ ରୂପରେ ବା ପହିଲି ଭୋଗ ରୂପରେ ଭୋଗ ଲଗାଯାଏ। ଆଜି ସଂକ୍ରାନ୍ତି, ମୋର କାମ ସରିଲା ବେଳକୁ ଡେରି ଯେହେତୁ ହେଇଯାଇଥିଲା, ମା ମୋତେ ଅପେକ୍ଷା ନ କରି ଠାକୁର ଘରେ ଯାଇ ଠାକୁର ପୂଜା କରି ନେଇଥିଲେ। ତ ଦୁଇ ଛୁଆ ସକାଳୁ ଉଠି ନିଜର କାମ ସାରି ଦେଇ ତାଙ୍କର କ୍ରିକେଟ ଖେଳରେ ମାତି ଯାଇଥିଲେ। ତା ଭିତରେ ପୁଅର ସ୍କୁଲ ଟାଇମ୍ ହେଇଯାଇଥିଲା, ମୁଁ ତାକୁ ସ୍କୁଲରେ ନେଇ ଛାଡ଼ି ଆସିଥିଲି। ପ୍ରତିଦିନ ବାପା ତାକୁ ସ୍କୁଲ ନେଇକି ଯାଆନ୍ତି, ଯେହେତୁ ବାପା ଆଜି ମନ୍ଦିର ଯାଇଥିଲେ, 2 ଦିନ ହେଲା ଯାଉଛନ୍ତି, ତ ମୁଁ ତାକୁ ନେଇ ଆଜି ସ୍କୁଲରେ ଛାଡ଼ି ଆସିଥିଲି। ପୁଅକୁ ସ୍କୁଲ ଛାଡ଼ି ଆସି ଦେଖିଲା ବେଳକୁ ଆମ ଘର ଆଗରେ ଜୀବନ୍ତ ହନୁମାନ ପ୍ରକଟ ହେଇଛନ୍ତି। ତ ମୁଁ ବାଇଗଣ ଆଉ କାକୁଡ଼ି ତାଙ୍କୁ ଦେଇଥିଲି ଖାଇବା ପାଇଁ। ବାଇଗଣ ସେ ଖାଇନଥିଲେ, କାକୁଡ଼ିକୁ ଖୁସି ମନରେ ଖାଇଥିଲେ। ତାଙ୍କ ଖୁସି ଦେଖି ମୋତେ ବି ବହୁତ ଖୁସି ଲାଗିଥିଲା। ଯେହେତୁ ପୁଅର ପରୀକ୍ଷା ଚାଲିଛି, ତ ଗୋଟେ ସୁଦ୍ଧା ତା'ର କ୍ଲାସ୍ ସରିଯାଉଛି, ତାକୁ ମୋତେ ଆଣିବାକୁ ଯିବାକୁ ପଡ଼ିବ, କାହିଁକିନା ବାପା ମନ୍ଦିରରେ ଅଛନ୍ତି। ସେଥିପାଇଁ ଫଟାଫଟ ରୋଷେଇ କରିଥିଲି। ତ ରୋଷେଇରେ ଆଜି ଥିଲା ଉଷୁନା ଭାତ ସହିତ ଘିଅ, ଡାଲି, ଆଳୁ ଭଗରା, ତା ସହିତ ବାଇଗଣ ଚିପ୍ସ। ରୋଷେଇ ସରିଲା ପରେ ପୁଅକୁ ଯାଇ ସ୍କୁଲରୁ ନେଇ ଆସିଥିଲି। ପ୍ରଥମେ କୁନି ପୁଅ ଆଉ ବଡ଼ ପୁଅ ଖାଇ ନେଇଥିଲେ, ମାଆଙ୍କୁ ବି ଖାଇବାକୁ ଦେଇ ଦେଇଥିଲୁ। ତାପରେ 2 ଯା ଯାକ ପଛରେ ବସି ଖାଇଥିଲୁ। ବାପା ଯେହେତୁ ମନ୍ଦିରରୁ ଆସିନଥିଲେ, ତାଙ୍କୁ ଅପେକ୍ଷା ନ କରି ଆମେ ଖାଇ ନେଇଥିଲୁ। ବାପା ଆଜି କହିକି ଯାଇଥିଲେ ଯେ ମୋତେ ଅପେକ୍ଷା କରିବନି, ମୋର ଡେରି ହେବ, ତମେ ଖାଇ ନେଇଥିବ। ସେଥିପାଇଁ ଆମେ ଖାଇ ଦେଇଥିଲୁ। ପ୍ରତିଦିନ ଆମ ଘରେ ପ୍ରଥମେ ବଡ଼ ପୁଅ ଆଉ ବାପା ମା ମିଶିକି ଖାଆନ୍ତି, ତାପରେ ମୁଁ କୁନି ପୁଅକୁ ଖୋଇଦିଏ ବା ସାନ ଯା ଖୋଇଦିଏ। ପଛରେ ଆମେ 2 ଯା ଯାକ ଖାଉ, କାହିଁକିନା ଛୋଟ ପିଲାଟାକୁ ରଖିବାକୁ ଜଣେ ପଡ଼ିବ, ତାକୁ ତ ଏକା ଛାଡ଼ି ହେବନି। ତ ଯେଉଁଦିନ ସେ ଶୋଇ ପଡ଼ିଥାଏ, ଆମେ ଏକା ସାଙ୍ଗରେ ଘର ଲୋକ ସମସ୍ତେ ଖାଇ ଦେଇଥାଉ। ସେ ଉଠିଲା ପରେ ତାକୁ ପଛରେ ଖାଇବାକୁ ଦେଉ। ତ ଆଜି ସେ ଯେହେତୁ ଚାହିଁଥିଲେ, ଆଗେ ବାପା ନଥିଲେ, ତ ମା ବଡ଼ ପୁଅ ଆଗେ ଖାଇ ଦେଇଥିଲେ। ତାପରେ ଆମେ 2 ଯା ଯାକ ଖାଇଥିଲୁ, ମା ପୁଅକୁ ରଖିଥିଲେ। ଘରେ ଆମେ ଶାଶୁ ବୋହୂ 3 ଜଣ ଯାକ କାମ ମିଳିମିଶି ସଦାବେଳେ କରିଥାଉ। ସେମିତି କିଛି ନାହିଁ ଯେ ଆମେ ବୋହୂମାନେ ଏଇ କାମ କରିବୁ, ମା କାମ କରିବେନି, କି ମୁଁ ବଡ଼ ଯା ଏ କାମ କରିବିନି, ସାନ ଯା ସବୁ କାମ କରିବ। ତ ଆମେ ସମସ୍ତେ ମିଳିମିଶି କାମ କରୁ। କାମ କରିବାରେ ଆମର କୌଣସି ଅସୁବିଧା ନଥାଏ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା, ମୋ ହସ ଖୁସିର ସଂସାରରେ କାହାର ନଜର ନ ଲାଗୁ। ସନ୍ଧ୍ୟାରେ ବାପା ଆଣିଥିବା ବରା ପିଆଜି ଖାଇ ଆଜିର ବ୍ଲଗ୍ଟି ଶେଷ କରୁଛି। ଜୟ ଜଗନ୍ନାଥ।